ମିଶନ ଆଇଏମ୍କୁ ସ୍ୱାଗତ। ଏହା ହେଉଛି ଲେକ୍ଚର 02 ଓଡ଼ିଶାରେ ବ୍ରିଟିଶ ବିଜୟ। ନମସ୍କାର। ଆମେ ଲେକ୍ଚର 01ରେ ଦେଖିଥିଲେ କିପରି ୟୁରୋପୀୟମାନେ ବ୍ୟବସାୟୀ ଭାବେ ଆସି ଓଡ଼ିଶାରେ ନିଜର କୋଠି ସ୍ଥାପନ କରିଥିଲେ। ହଁ, ସେମାନେ ଥିଲେ ବ୍ୟବସାୟୀ। କିନ୍ତୁ ଆଜି ଆମେ ସେହି କାହାଣୀର ସବୁଠୁ ନିର୍ଣ୍ଣାୟକ ମୋଡ଼ ବିଷୟରେ ଜାଣିବା। ବ୍ୟବସାୟୀରୁ ଶାସକ ହେବାର ସେହି ଲମ୍ବା ଯାତ୍ରା। ହଁ, ଆଉ ଏହି ଯାତ୍ରା କୌଣସି ଆକସ୍ମିକ ଘଟଣା ନଥିଲା। ଏହା ପଛରେ ଏକ ସୁଚିନ୍ତିତ ଆଉ ବହୁତ ଲମ୍ବା ରଣନୀତି ଥିଲା। ଆମେ ଯେତେବେଳେ ବ୍ରିଟିଶ ବିଜୟ କଥା କହୁ, ସାଧାରଣତଃ ଯୁଦ୍ଧ କିମ୍ବା ସେନା କଥା ମନକୁ ଆସେ। ଠିକ୍। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସେମାନଙ୍କର ପ୍ରଥମ ଆଉ ସବୁଠୁ ଶକ୍ତିଶାଳୀ ଅସ୍ତ୍ର ଥିଲା କାଗଜପତ୍ର। କାଗଜପତ୍ର? ଏହାର ମାନେ ସେମାନେ ଯୁଦ୍ଧ କରିବା ପୂର୍ବରୁ ହିଁ ଓଡ଼ିଶାକୁ କାଗଜରେ ଜିତି ସାରିଥିଲେ କି? କିଛି ମାତ୍ରାରେ ସେୟା ହିଁ ହୋଇଥିଲା। ଏହାକୁ ବୁଝିବା ପାଇଁ ଆମକୁ ଟିକେ ପଛକୁ ଯିବାକୁ ପଡ଼ିବ, 1765 ମସିହାକୁ। ସେତେବେଳକୁ ବ୍ୟାଟଲ ଅଫ୍ ପ୍ଲାସି ଆଉ ବ୍ୟାଟଲ ଅଫ୍ ବୁକ୍ସର ପରେ ଇଂରେଜମାନେ ବଙ୍ଗାଳରେ ନିଜର ଦବଦବା କାଏମ କରିସାରିଥାନ୍ତି। ତାଙ୍କ ପାଖରେ ସାମରିକ ଶକ୍ତି ତ ଥିଲା, କିନ୍ତୁ ସେମାନେ ଚାହୁଁଥିଲେ ପ୍ରତିଟି ପଦକ୍ଷେପକୁ ଏକ ଆଇନଗତ ରୂପ ଦେବା ପାଇଁ। ଆଉ ସେଇଠି 1765ର ସେହି ଗୁରୁତ୍ୱପୂର୍ଣ୍ଣ ଘଟଣାଟି ଘଟୁଛି। ଏକଦମ ଠିକ୍ ଧରିଛନ୍ତି। 1765ରେ ଦୁର୍ବଳ ହୋଇପଡ଼ିଥିବା ମୋଗଲ ସମ୍ରାଟ ଶାହ ଆଲମ ଦ୍ୱିତୀୟ ଇଂରେଜମାନଙ୍କ ସହିତ ଏକ ଚୁକ୍ତି କଲେ। ଆଚ୍ଛା। ଏହି ଚୁକ୍ତି ଅନୁସାରେ ସେ ବ୍ରିଟିଶମାନଙ୍କୁ ବେଙ୍ଗଲ, ବିହାର ଏବଂ ଓଡ଼ିଶାର ଦିୱାନୀ ରାଇଟ୍ସ ପ୍ରଦାନ କଲେ। ଏହି ଦିୱାନୀ ରାଇଟ୍ ଶବ୍ଦଟି ବାରମ୍ବାର ଆସେ। ଏହାର ପ୍ରକୃତ ଅର୍ଥ କ'ଣ, ଆଉ ଏହା ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? ଦେଖନ୍ତୁ, ଦିୱାନୀ ରାଇଟ୍ସର ସରଳ ଅର୍ଥ ହେଉଛି ରାଜସ୍ୱ ବା ଟିକସ ଆଦାୟ କରିବାର ଅଧିକାର। କେବଳ ଟିକସ ଆଦାୟ? ହଁ, ଏହାକୁ ଏମିତି ବୁଝନ୍ତୁ, ଗୋଟିଏ ଅଞ୍ଚଳର ଶାସନକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ନିଜାମତ ଅର୍ଥାତ୍ ଆଇନ ଶୃଙ୍ଖଳା ଆଉ ଦିୱାନୀ ଅର୍ଥାତ୍ ଅର୍ଥନୀତି ଓ ରାଜସ୍ୱ। ବ୍ରିଟିଶମାନଙ୍କୁ ଦିୱାନୀ ମିଳିଗଲା। ଓହୋ, ବୁଝିଲି। ଅର୍ଥାତ୍ ଓଡ଼ିଶା ମାଟିରେ ପାଦ ଦେବା ପୂର୍ବରୁ ସେମାନେ ଆଇନଗତ ଭାବେ ଏଠାରୁ ଟିକସ ଆଦାୟ କରିବାର ମାଲିକ ବଣିଗଲେ। ହଁ, ଠିକ୍ ସେୟା। ଏହା ତ ଗୋଟେ ଅଦ୍ଭୁତ କଥା। ସେମାନେ ଯେତେବେଳେ ପରେ ଓଡ଼ିଶା ଉପରେ ସୈନ୍ୟ ଚଢ଼ାଉ କଲେ, ସେମାନେ ଦାବି କରିପାରିବେ ଯେ ସେମାନେ କୌଣସି ଅଞ୍ଚଳ ଦଖଲ କରୁନାହାନ୍ତି। ବରଂ ନିଜର ଆଇନଗତ ଅଧିକାରକୁ ଲାଗୁ କରୁଛନ୍ତି। ଏହା ତ ସେମାନଙ୍କର ଆକ୍ରମଣକୁ ଏକ ଆଇନଗତ ଆବରଣ ଦେଇଦେଲା। ଏକଦମ। ଏହା ହିଁ ଥିଲା ସେମାନଙ୍କର କୂଟନୀତିର ଚାତୁର୍ଯ୍ୟ। ସେମାନେ ନିଜକୁ ଆକ୍ରମଣକାରୀ ନୁହେଁ, ବରଂ ଆଇନର ରକ୍ଷକ ଭାବେ ଦେଖାଇବାକୁ ଚେଷ୍ଟା କଲେ। ଏହି ଦିୱାନୀ ରାଇଟ୍ସ ଥିଲା ଓଡ଼ିଶା ଦଖଲ ପାଇଁ ସେମାନଙ୍କର 90 ବର୍ଷ ଧରି ଚାଲିଥିବା ଏକ ଲମ୍ବା ଚେସ୍ ଖେଳର ପ୍ରଥମ ଚାଲ। 90 ବର୍ଷର ଚେସ୍ ଖେଳ? ଏହା ଶୁଣିବାକୁ ବହୁତ ରୋଚକ ଲାଗୁଛି। ତେବେ ଏହି ଖେଳର ପରବର୍ତ୍ତୀ ଚାଲଗୁଡ଼ିକ କ'ଣ ଥିଲା? ଏଥିପାଇଁ ସେମାନେ ଏକ ବହୁତ ସୁଚିନ୍ତିତ ଏବଂ ଧୈର୍ଯ୍ୟପୂର୍ଣ୍ଣ ରଣନୀତି ଆପଣେଇଥିଲେ। ଏମିତି ନୁହେଁ ଯେ ସେମାନେ ସିଧାସଳଖ ଆସି କଟକ ଉପରେ ଆକ୍ରମଣ କରିଦେଲେ। ସେମାନେ ସମ୍ପୂର୍ଣ୍ଣ ଓଡ଼ିଶାକୁ 3ଟି ପର୍ଯ୍ୟାୟ ବା ଫେଜ୍ରେ ନିଜ ଅଧୀନକୁ ଆଣିଲେ। 3ଟି ପର୍ଯ୍ୟାୟରେ? ହଁ, ପ୍ରଥମେ ଦକ୍ଷିଣ, ତାପରେ ଉପକୂଳ ଆଉ ଶେଷରେ ପଶ୍ଚିମାଞ୍ଚଳ। ଗୋଟିଏ ପରେ ଗୋଟିଏ ଅଂଶକୁ ଅଲଗା କରି ଦଖଲ କରିବାର ଯୋଜନା। ଏହା ତ ବ୍ରିଟିଶମାନଙ୍କର ସେହି ପ୍ରସିଦ୍ଧ ଡିଭାଇଡ୍ ଆଣ୍ଡ କଙ୍କର ନୀତି ଭଳି ଲାଗୁଛି। ନିଶ୍ଚିତ ଭାବରେ ଏହା ସେହି ବୃହତ୍ ରଣନୀତିର ଏକ ସ୍ଥାନୀୟ ପ୍ରୟୋଗ ଥିଲା। ସେମାନେ ଜାଣିଥିଲେ ଯେ ଓଡ଼ିଶାର ମୁଖ୍ୟ ଶକ୍ତି ମରାଠାମାନେ ଉପକୂଳ ଅଞ୍ଚଳରେ ଅଛନ୍ତି। ଠିକ୍। ତେଣୁ ସିଧାସଳଖ ଲଢ଼େଇ କରିବା ପରିବର୍ତ୍ତେ ସେମାନେ ପ୍ରଥମେ ଏକ ଦୁର୍ବଳ ଅଞ୍ଚଳରେ ପଶିଲେ, ତାପରେ ମୁଖ୍ୟ ଶକ୍ତିକୁ ଘେରିଲେ ଆଉ ଶେଷରେ ବାକି ଅଞ୍ଚଳକୁ ମିଶାଇଦେଲେ। ବହୁତ ସ୍ପଷ୍ଟ ଭାବରେ ବୁଝାପଡ଼ୁଛି। ତେବେ ଆସନ୍ତୁ ସେହି ପ୍ରଥମ ପର୍ଯ୍ୟାୟ ବା ଫେଜ୍ 1ର ଆରମ୍ଭ କରିବା। ଦକ୍ଷିଣ ଦ୍ୱାର ଖୋଲିବା, ଏହା କିପରି ସମ୍ଭବ ହେଲା? ଏହି ପ୍ରଥମ ପର୍ଯ୍ୟାୟଟି ମଧ୍ୟ ବିନା ଯୁଦ୍ଧରୁ ହୋଇଥିଲା। ଆଚ୍ଛା। ଠିକ୍ ସେହି 1765 ମସିହାରେ ଯେତେବେଳେ ସେମାନଙ୍କୁ ଦିୱାନୀ ରାଇଟ୍ସ ମିଳିଲା, ସେତେବେଳେ ହାଇଦ୍ରାବାଦର ନିଜାମ ନିଜର ସୁରକ୍ଷା ପାଇଁ ବ୍ରିଟିଶମାନଙ୍କଠାରୁ ସାମରିକ ସାହାଯ୍ୟ ଲୋଡ଼ିଲେ। ବ୍ରିଟିଶମାନେ ରାଜି ହେଲେ, କିନ୍ତୁ ଗୋଟିଏ ସର୍ତ୍ତରେ। ଆଉ ସେହି ସର୍ତ୍ତ କି କ'ଣ ଥିଲା? ସର୍ତ୍ତ ଥିଲା ଯେ ସାମରିକ ସାହାଯ୍ୟ ବଦଳରେ ନିଜାମ ତାଙ୍କ ଅଧୀନରେ ଥିବା ନର୍ଦର୍ଣ୍ଣ ସର୍କଲ୍ସ ନାମକ ଏକ ବିଶାଳ ଅଞ୍ଚଳକୁ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଦେଇଦେବେ। ନର୍ଦର୍ଣ୍ଣ ସର୍କଲ୍ସ? ହଁ, ଏହି ନର୍ଦର୍ଣ୍ଣ ସର୍କଲ୍ସରେ ଗଞ୍ଜାମ, ଚିକାକୋଲ, ରାଜାମୁନ୍ଦ୍ରୀ ଭଳି ଅଞ୍ଚଳ ସାମିଲ ଥିଲା। ଆଉ ଗଞ୍ଜାମ ଓଡ଼ିଶାର ଅଂଶ। ତେଣୁ ବିନା ଗୋଟିଏ ଗୁଳି ଫୁଟାଇ କେବଳ ଏକ କୂଟନୀତିକ ଚୁକ୍ତି ବଳରେ
ସେମାନେ ଓଡ଼ିଶାର ଦକ୍ଷିଣ ଭାଗରେ ନିଜର ପ୍ରଥମ ଆଡ୍ଡା ସ୍ଥାପନ କରିନେଲେ। ଏକଦମ ଏହା ସେମାନଙ୍କ ଚେସ୍ ଖେଳର ଏକ ଚମତ୍କାର ଚାଲ୍ ଥିଲା। ସେମାନେ ଓଡ଼ିଶା ଭିତରେ ଏକ ମଜବୁତ ଘାଟି ପାଇଗଲେ ଯୋଉଠାରୁ ସେମାନେ ଭବିଷ୍ୟତର ଅଭିଯାନ ପାଇଁ ପ୍ରସ୍ତୁତି କରିପାରିବେ। ତେବେ ଦକ୍ଷିଣରେ ତ ସେମାନେ ଗୋଟେ ମଜବୁତ ଆଡ୍ଡା ବନେଇଦେଲେ, କିନ୍ତୁ ଓଡ଼ିଶାର ଅସଲ ଶକ୍ତି ମାରାଠାମାନେ, ସେମାନେ ତ ଉପକୂଳ ଅଞ୍ଚଳରେ ଥିଲେ ନା। ହଁ, ସେମାନଙ୍କୁ ସାମ୍ନା କରିବା ପାଇଁ କ'ଣ ଯୋଜନା ଥିଲା? ଏହା ତ ନିଶ୍ଚୟ ସହଜ ହୋଇନଥିବ। ଆଦୌ ସହଜ ନଥିଲା। ଏହା ଥିଲା ଫେଜ୍ 2 ଏବଂ ଏଥିପାଇଁ ସେମାନଙ୍କୁ ପ୍ରାୟ 38 ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। 38 ବର୍ଷ? ହଁ, 1803 ମସିହା ବେଳକୁ ବ୍ରିଟିଶମାନେ ସାମରିକ ଦୃଷ୍ଟିରୁ ବହୁତ ଶକ୍ତିଶାଳୀ ହୋଇସାରିଥିଲେ, ଆଉ ସେମାନେ ନିଷ୍ପତ୍ତି ନେଲେ ଉପକୂଳ ଓଡ଼ିଶାରୁ ମରାଠା ଶାସନକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବେ। ଏହି ଆକ୍ରମଣର ରୂପରେଖ କ'ଣ ଥିଲା? ଏହା ଏକ ଦୁଇମୁହାଁ ଆକ୍ରମଣର ଯୋଜନା ଥିଲା। ଗୋଟିଏ ପଟେ ଦକ୍ଷିଣରେ ଥିବା ନିଜ ଗଞ୍ଜାମ ଆଡ୍ଡାରୁ କର୍ଣ୍ଣେଲ ହାରକଟଙ୍କ ନେତୃତ୍ୱରେ ଏକ ସେନାବାହିନୀ ଉତ୍ତର ଆଡ଼କୁ ଆଗେଇଲା। ସେମାନେ ପ୍ରଥମେ ମାଣିକପାଟଣା ଓ ପରେ ସେପ୍ଟେମ୍ବର 18, 1803ରେ ପୁରୀ ଦଖଲ କଲେ। ଆଉ ଅନ୍ୟପଟେ ଉତ୍ତରରୁ? ଠିକ୍ ସେହି ସମୟରେ ଉତ୍ତରରେ ବଙ୍ଗଳାରୁ କ୍ୟାପ୍ଟେନ ମର୍ଗନଙ୍କ ନେତୃତ୍ୱରେ ଆଉ ଏକ ସେନାବାହିନୀ ଜଳପଥରେ ଆସି ସେପ୍ଟେମ୍ବର 22, 1803ରେ ବାଲେଶ୍ୱର ଦଖଲ କଲା। ଆଚ୍ଛା, ତେବେ ମରାଠାମାନେ ମଝିରେ ଫସିଗଲେ। ଦକ୍ଷିଣରୁ ହାରକଟ୍ସ ଆଉ ଉତ୍ତରରୁ ମର୍ଗନ। ଏକଦମ ଏକ ଚମତ୍କାର ସାମରିକ ରଣନୀତି ଥିଲା। ଉଭୟ ପଟୁ ଘେରିବା ପରେ ସେମାନଙ୍କର ପରବର୍ତ୍ତୀ ଲକ୍ଷ୍ୟ ନିଶ୍ଚୟ କଟକ ଏବଂ ବାରବାଟୀ ଦୁର୍ଗ ଥିବ। ହଁ, କଟକ ଥିଲା ମରାଠା ଶାସନର କେନ୍ଦ୍ର। ସେପ୍ଟେମ୍ବର 24, 1803ରେ ବ୍ରିଟିଶ ସେନା କଟକ ଅଭିମୁଖେ ଯାତ୍ରା କଲା। ଏହାପରେ ଆସିଲା ସେହି ନିର୍ଣ୍ଣାୟକ ଦିନ, ଅକ୍ଟୋବର 14, 1803। ବାରବାଟୀ ଦୁର୍ଗର ପତନ, ଏହି ଘଟଣାର ଗୁରୁତ୍ୱ କ'ଣ ଥିଲା? ଏହା କ'ଣ କେବଳ ଏକ ସାମରିକ ପରାଜୟ ଥିଲା? ନା, ଏହା ତାଠାରୁ ବହୁତ ଅଧିକ ଥିଲା। ବାରବାଟୀ ଦୁର୍ଗ କେବଳ ଏକ କିଲ୍ଲା ନଥିଲା। ଏହା ଓଡ଼ିଶାର ଶହ ଶହ ବର୍ଷର ସ୍ୱାଭିମାନ, ଶକ୍ତି ଓ ପ୍ରତିରୋଧର ପ୍ରତୀକ ଥିଲା। କର୍ଣ୍ଣେଲ ହାରକଟଙ୍କ ଶକ୍ତିଶାଳୀ ତୋପ ଆଗରେ ମରାଠା ସେନା ବେଶୀ ସମୟ ତିଷ୍ଠି ପାରିଲେ ନାହିଁ। ତେଣୁ ବାରବାଟୀର ପତନ କେବଳ ଏକ ସାମରିକ ପରାଜୟ ନଥିଲା, ଏହା ଓଡ଼ିଶାର ମନୋବଳ ଉପରେ ଏକ ଗଭୀର ଆଘାତ ଥିଲା। ଏହା ସଙ୍କେତ ଦେଉଥିଲା ଯେ ଏକ ପୁରୁଣା ଯୁଗର ଅନ୍ତ ହେଲା ଏବଂ ଏକ ନୂଆ ଶକ୍ତିର ଉଦୟ ହେଲା। ବୁଝିହେଉଛି। ଏହି ବିଜୟ ପରେ ବ୍ରିଟିଶମାନେ ପୁଣି ଥରେ କାଗଜପତ୍ର ଆଡ଼କୁ ଫେରିଥିବା ନିଶ୍ଚୟ, ନିଜ ବିଜୟକୁ ଆଇନଗତ ରୂପ ଦେବା ପାଇଁ। ନିଶ୍ଚିତ ଭାବରେ ସେମାନଙ୍କର ପ୍ରତିଟି କାମ ବହୁତ ପଦ୍ଧତିଗତ ଥିଲା। ଡିସେମ୍ବର 17, 1803ରେ ପରାଜିତ ମରାଠାମାନଙ୍କ ସହିତ ଟ୍ରିଟି ଅଫ୍ ଦେଓଗାଁଓ ବା ଦେଓଗାଁଓ ଚୁକ୍ତି ସ୍ୱାକ୍ଷରିତ ହେଲା। ଏହି ଚୁକ୍ତି ଅନୁସାରେ ନାଗପୁରର ଶାସକ ରାଘୋଜୀ ଭୋଁସଲେ ଆନୁଷ୍ଠାନିକ ଭାବେ କଟକ ଏବଂ ବାଲେଶ୍ୱରକୁ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କଲେ। ତେବେ ଫେଜ୍ 2 ସମ୍ପୂର୍ଣ୍ଣ ହେଲା। ଦକ୍ଷିଣ ଏବଂ ଉପକୂଳ ଅଞ୍ଚଳ ବ୍ରିଟିଶ ଅଧୀନକୁ ଆସିଗଲା। ହଁ, ଏବେ ବାକି ରହିଲା ପଶ୍ଚିମାଞ୍ଚଳ। ସମ୍ବଲପୁରର କାହାଣୀ କ'ଣ? ନା, ସମ୍ବଲପୁରର ମିଶ୍ରଣ ପ୍ରକ୍ରିୟା ଟିକେ ଜଟିଳ ଆଉ ଟିକେ ଲମ୍ବା ଥିଲା। ଏହା ଥିଲା ସେମାନଙ୍କର ଚେସ୍ ଖେଳର ଶେଷ ପର୍ଯ୍ୟାୟ। ବ୍ରିଟିଶମାନେ ପ୍ରଥମେ 1804ରେ ମେଜର ବ୍ରଟନଙ୍କ ନେତୃତ୍ୱରେ ସମ୍ବଲପୁରକୁ ମରାଠାମାନଙ୍କଠାରୁ ଛଡ଼ାଇ ନେଇଥିଲେ। ଗୋଟିଏ ମିନିଟ୍, 1804ରେ? କିନ୍ତୁ ଆମେ ଜାଣୁ ଯେ ଚୂଡ଼ାନ୍ତ ମିଶ୍ରଣ 1849ରେ ହେଲା। ହଁ, ତେବେ ମଝିରେ ଏତେ ବର୍ଷ କ'ଣ ହେଲା? ସେମାନେ ଦଖଲ କରି ପୁଣି ଛାଡ଼ିଦେଲି କି? ହଁ, ଏହା ଏକ ଅଦ୍ଭୁତ ଘଟଣା। କିଛି ସମୟ ପରେ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ବାର୍ଲୋ ଏକ ଭିନ୍ନ ନୀତି ଅପଣାଇ ସମ୍ବଲପୁରକୁ ପୁଣି ଥରେ ମରାଠାମାନଙ୍କୁ ଫେରାଇ ଦେଇଥିଲେ। କାହିଁକି? ହୁଏତ ସେତେବେଳେ ସେମାନେ ନିଜର ସମ୍ବଳକୁ ଅନ୍ୟ କେଉଁଠି କେନ୍ଦ୍ରୀଭୂତ କରିବାକୁ ଚାହୁଁଥିଲେ। ଏହା ଏକ ଅସ୍ଥାୟୀ ପଦକ୍ଷେପ ଥିଲା। ସେମାନେ କେବଳ ସଠିକ୍ ସୁଯୋଗକୁ ଅପେକ୍ଷା କରୁଥିଲେ। ଆଉ ସେହି ସୁଯୋଗ ଆସିଲା 1849 ମସିହାରେ। ସେତେବେଳେ ଏମିତି କ'ଣ ହେଲା ଯେ ସେମାନେ ସମ୍ବଲପୁରକୁ ସବୁଦିନ ପାଇଁ ମିଶାଇଥିଲେ? 1849 ବେଳକୁ ବ୍ରିଟିଶ ସାମ୍ରାଜ୍ୟବାଦ ନୀତି ବହୁତ ଆକ୍ରମଣାତ୍ମକ ହୋଇସାରିଥିଲା। ସେତେବେଳେ ଭାରତର ଗଭର୍ଣ୍ଣର ଜେନେରାଲ ଥିଲେ ଲର୍ଡ ଡାଲହାଉଜି। ହଁ, ଯିଏ ନିଜର ସାମ୍ରାଜ୍ୟ ବିସ୍ତାର ନୀତି ପାଇଁ ଜଣାଶୁଣା ଥିଲେ। ସେ ସମ୍ବଲପୁରକୁ ମିଶାଇବା ପାଇଁ ଏକ ବହୁତ ବିବାଦୀୟ ନୀତିର ପ୍ରୟୋଗ କଲେ। ଡକ୍ଟ୍ରିନ୍ ଅଫ୍ ଲ୍ୟାପ୍ସ ବା ରାଜ୍ୟ ବିଲୋପ ନୀତି, ନୁହେଁ କି? ଏକଦମ। ଏହି ନୀତି ସାରା ଭାରତରେ ବହୁତ କୁଖ୍ୟାତ ଥିଲା। ଏହା ଅନୁସାରେ ଯଦି କୌଣସି ରାଜାଙ୍କର ନିଜର ପୁତ୍ର ସନ୍ତାନ ନଥାନ୍ତି, ତେବେ ତାଙ୍କ ରାଜ୍ୟ ସିଧାସଳଖ ବ୍ରିଟିଶ ସାମ୍ରାଜ୍ୟରେ ମିଶିଯିବ। ଆଉ ପୁଷ୍ୟପୁତ୍ରଙ୍କୁ ଗ୍ରହଣ କରାଯିବ ନାହିଁ। ହଁ,
ସମ୍ବଲପୁରର ରାଜା ନାରାୟଣ ସିଂହ ଅପୁତ୍ରିକ ଭାବେ ମୃତ୍ୟୁବରଣ କରିବା ପରେ ଡାଲହାଉଜି ଏହି ନୀତିକୁ ତୁରନ୍ତ ଲାଗୁ କରିଦେଲେ। ତେବେ ଏହା ଏକ ପ୍ରକାର ଆଇନଗତ ଦାଦାଗିରି ଥିଲା, ରାଜ୍ୟଗୁଡ଼ିକୁ ହଡପ କରିବା ପାଇଁ ଏକ ସୁବିଧାଜନକ ବାହାନା। ଅନେକ ଐତିହାସିକ ଏହାକୁ ସେହି ଦୃଷ୍ଟିରେ ହିଁ ଦେଖନ୍ତି। ଏହା ସହିତ 1849ରେ ସମ୍ବଲପୁରର ମିଶ୍ରଣ ହେଲା ଏବଂ ଓଡ଼ିଶା ଦଖଲର 3ଟି ପର୍ଯ୍ୟାୟ ସମ୍ପୂର୍ଣ୍ଣ ହେଲା। ତେବେ 1765ରେ ଗଞ୍ଜାମରୁ ଆରମ୍ଭ ହୋଇଥିବା ଯାତ୍ରା 1803ରେ ଉପକୂଳ ଦେଇ ଶେଷରେ 1849ରେ ସମ୍ବଲପୁରରେ ପହଞ୍ଚି ଶେଷ କଲା। ଠିକ୍। ଆଜିର ଆଲୋଚନାରୁ ପୂରା ଚିତ୍ରଟି ବହୁତ ସ୍ପଷ୍ଟ ହୋଇଯାଉଛି। ଏହା କୌଣସି ଗୋଟିଏ ଯୁଦ୍ଧର କାହାଣୀ ନୁହେଁ, ବରଂ ପ୍ରାୟ ଏକ ଶତାବ୍ଦୀ ଧରି ଚାଲିଥିବା ଏକ ବଡ଼ ରଣନୀତିର ଫଳ। ହଁ, ପ୍ରଥମେ ଆଇନଗତ ଭିତ୍ତିଭୂମି, ତାପରେ କୂଟନୀତି, ତାପରେ ସାମରିକ ଶକ୍ତି, ଆଉ ଶେଷରେ ଏକ ବିବାଦୀୟ ନୀତି। ବର୍ତ୍ତମାନ ସେମାନେ ଓଡ଼ିଶା ମାଟିର ଅଧିକାରୀ। ଭୂମି ସେମାନଙ୍କର, କିନ୍ତୁ ଏକ ନୂଆ ଆଉ ବୋଧହୁଏ ଆହୁରି ବଡ଼ ପ୍ରଶ୍ନ ଉଠୁଛି। ରାଜ୍ୟ ଜିତିବା ଗୋଟେ କଥା, କିନ୍ତୁ ତାକୁ ଚଳାଇବା ଆଉ ଗୋଟେ କଥା। ସେମାନେ ଏଠାରେ କିପରି ପ୍ରଶାସନ ଚଳାଇବେ? ଆଉ ଯେଉଁ ରାଜସ୍ୱ ପାଇଁ ଏତେ ସବୁ କଲେ, ସେହି ରାଜସ୍ୱ କିପରି ଆଦାୟ କରିବେ? ଏହା ହିଁ ଥିଲା ସେମାନଙ୍କ ସାମ୍ନାରେ ପରବର୍ତ୍ତୀ ବଡ଼ ଆହ୍ୱାନ। ବିଜୟ ପରର ପର୍ଯ୍ୟାୟ ଥିଲା ଶାସନର ସଂରଚନା ତିଆରି କରିବା, ଆଉ ଏଥିପାଇଁ ସେମାନେ ନୂଆ ନୂଆ ଭୂ-ରାଜସ୍ୱ ନୀତି ଏବଂ ପ୍ରଶାସନିକ ବ୍ୟବସ୍ଥା ଲାଗୁ କରିବେ, ଯାହା ଓଡ଼ିଶାର ସାମାଜିକ ଏବଂ ଅର୍ଥନୈତିକ ଜୀବନକୁ ସବୁଦିନ ପାଇଁ ବଦଳାଇ ଦେବ। ଏକଦମ। ଆଉ ସେହି ବିଷୟରେ ହିଁ ଆମେ ଆମର ପରବର୍ତ୍ତୀ ଲେକ୍ଚରରେ ବିସ୍ତୃତ ଭାବେ ଆଲୋଚନା କରିବା। ଆମେ ବ୍ରିଟିଶ ଆଡମିନିଷ୍ଟ୍ରେସନ ଆଣ୍ଡ ରେଭିନ୍ୟୁ ସିଷ୍ଟମ୍ସ ଉପରେ ଏକ ଗଭୀର ବିଶ୍ଳେଷଣ କରିବା। ନିଶ୍ଚୟ। କିନ୍ତୁ ଯିବା ପୂର୍ବରୁ ଗୋଟିଏ କଥା ଚିନ୍ତା କରିବା ପାଇଁ ଛାଡ଼ି ଯାଉଛି। କୁହନ୍ତୁ। ବ୍ରିଟିଶମାନେ ଯେଉଁ ଡକ୍ଟ୍ରିନ୍ ଅଫ୍ ଲ୍ୟାପ୍ସ ନୀତି ପ୍ରୟୋଗ କରି ସମ୍ବଲପୁରକୁ ମିଶାଇଲେ, ତାହା କ'ଣ କେବଳ ଏକ ରାଜନୈତିକ ନିଷ୍ପତ୍ତି ଥିଲା, ନା ଏହା ପଛରେ ପଶ୍ଚିମ ଓଡ଼ିଶାର ଜଙ୍ଗଲ ଓ ଖଣିଜ ସମ୍ପଦ ଭଳି ଗୁପ୍ତ ଅର୍ଥନୀତିକ ଉଦ୍ଦେଶ୍ୟ ଲୁଚି ରହିଥିଲା? ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଏହା ଉପରେ ଚିନ୍ତା କରିବା ଆବଶ୍ୟକ। ଆଜିର ଆଲୋଚନା ପାଇଁ ଧନ୍ୟବାଦ। ଧନ୍ୟବାଦ।